श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करिए। आज आम आस्ट्रो सेशन को आगे बढ़ेगा। आस्ट्रो सेशन क्रम आज आम पढ़ा लग्नस्थ शनि। এই ଚାପ୍ଟରଟି ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ଆପଣ ସମସ୍ତେ ମାନେ ଗୋଟେ କଥାକୁ ଭଲସେ ଧ୍ୟାନ ରଖନ୍ତୁ। ଯେତେବେଳେ ଆମେ କୌଣସି ଜିନିଷକୁ ପଢୁଛେ ସେତେବେଳେ ଆପଣ ମାନେ ଯଦି ଭାବିବେ ଏକ୍ଜାକ୍ଟଲି ଇଣ୍ଟରପ୍ରିଟେସନଟା ଏମିତି ଆସିବ ସେମିତି ମାନେ ନାହିଁ। ପୁରାତନ ଆଚାର୍ଯ୍ୟ ମାନଙ୍କର ରିସର୍ଚ୍ଚ ଏବଂ ପର୍ସନାଲ ଅବଜରଭେସନ ପରେ ସେସନ ନିଆଯାଉଛି। ତ ସେଥିରେ ବି କିଛି କ୍ଲୁଜ୍ ଗୁଡାକ ମୁଁ ଆପଣମାନଙ୍କୁ କହୁଛି। ସର୍ବପ୍ରଥମ କଥା ହେଲା ଶନିଶ୍ୱର ମହାରାଜ ଯଦି ଲଗ୍ନର କାରକ ଗ୍ରହ ହେଇଥାନ୍ତି, ଅକାରକ ହେଇଥାନ୍ତି ବା ମାରକ ହେଇଥାନ୍ତି ତାହେଲେ କିଭଳି ଭାବରେ ରେଜଲ୍ଟ ଦେବେ, କଣ କରିବେ, ସେ ସବୁ ବହୁତ ସାରା ଜିନିଷ ଟୋଟାଲ କୁଣ୍ଡଲି ଦେଖିଲା ପରେ ଜଣା ପଡେ। ବଟ୍ ଆମେ ପୁରାତନ ଆଚାର୍ଯ୍ୟ ମାନଙ୍କର ଯୋଉ ସ୍ଥିର କାରକ ତତ୍ତ୍ୱକୁ ନେଇକି ଯୋଉ ଜିନିଷ ଗୁଡାକ ପୁରାତନ ଆଚାର୍ଯ୍ୟ ମାନେ କହିଛନ୍ତି, ତାଙ୍କର ବକ୍ତବ୍ୟ ରଖିଛନ୍ତି, ତାଙ୍କର ଅବଜରଭେସନ ରଖିଛନ୍ତି, ତାକୁ ବି ଜାଣିବା। ଅ, ଯଦି ଶନିଶ୍ୱର ମହାରାଜ ଲଗ୍ନର କାରକ ଗ୍ରହ ହେଲେ, ଅକାରକ ଗ୍ରହ ହେଲେ, ଯାହା ବି ହେଲେ, କିନ୍ତୁ ଗୋଟେ କଥା ମନେ ରଖିବ, ଗ୍ରହ ଜଗତର କର୍ମର କାରକ, ନ୍ୟାୟର କାରକ, ଦୁଃଖ ପୀଡା ଦୈନ୍ୟତାର କାରକ ହଉଛନ୍ତି ଶନିଶ୍ୱର ମହାରାଜ। ଯାହାଙ୍କର ନାଁ ଶୁଣିଲେ ବଡ ବଡ ଲୋକମାନେ ବି ଡରିଯାଆନ୍ତି, ପାୱାରଫୁଲ ଲୋକମାନେ ବି ଡରିଯାଆନ୍ତି। କାହିଁ ଡରିଯାଆନ୍ତି? କାରଣ ସିଏ ଯେତେବେଳେ ତାଙ୍କର ପ୍ରାକଟ୍ୟ ବିସ୍ତାର କରନ୍ତି ନା, ବହୁତ ବଡ ବଡ ଲୋକ, ବହୁ ମାନି ଧନୀ ଜ୍ଞାନୀ ଗୁଣୀ ଲୋକ ବି ସେ ପେସେନ୍ସର ଟେଷ୍ଟରେ ସାୟଦ ହଜାର କୋଟିରୁ ଗୋଟିଏ ଲୋକ ଏମିତି ଥାଏ ଯିଏ ସେ ଟେଷ୍ଟକୁ ପାସ୍ କରି ଇଷ୍ଟ କରିଦେବେ। ବିଶ୍ୱାସ କର, ଶନୀଶ୍ୱର ମହାରାଜ ବହୁତ ପଇସାର ବି କାରକ, କିନ୍ତୁ ଗ୍ରହ ଜଗତର ପୀଡା ଦୁଃଖ ଦୈନ୍ୟତା ନ୍ୟାୟ ଓ କର୍ମର କାରକ ସିଏ। ସେ ଯେତେବେଳେ ବହୁତ ସ୍ଲୋ ଚାଲନ୍ତି, ଯେତେବେଳେ କୌଣସି ଘରକୁ ମୁଭ୍ କରନ୍ତି, ସେ ଘର ରିଲେଟେଡ ଜିନିଷ ଆପଣମାନଙ୍କ ସହିତ ହବ ହବ ଆପଣ ମାନେ ଚାହିଁଲେ ରୋକିପାରିବେ। ପୁରାତନ ଆଚାର୍ଯ୍ୟ ମାନେ କହିଛନ୍ତି ଯଦି ତୁଳା ଲଗ୍ନ, ମକର ଲଗ୍ନ, କୁମ୍ଭ ଲଗ୍ନ, ଧନୁ ଲଗ୍ନ, ମୀନ ଲଗ୍ନରେ ଶନି ରହିବେ ତାହେଲେ ବ୍ୟକ୍ତି ରାଜତୁଲ୍ୟ ଫଳ ଭୋଗ କରେ। ପାଞ୍ଚଟା ଲଗ୍ନ ମନେ ରଖନ୍ତୁ, ତୁଳା, ମକର, କୁମ୍ଭ, ଧନୁ, ମୀନ। এই ପାଞ୍ଚଟା ଲଗ୍ନରେ ଯଦି ଶନିଶ୍ୱର ମହାରାଜ ଅଛନ୍ତି, ଲଗ୍ନ ଶନି ଦେଖିବ ଯଦି ପାଞ୍ଚଟା ଲଗ୍ନ ହେଇଥିବ ତାହେଲେ ତାଙ୍କୁ ଭଲ ରେଜଲ୍ଟ କହିବ, ଅନ୍ୟଥା ସର୍ବଥା ହିଁ ଖରାପ ରେଜଲ୍ଟ କହିବ। ଧର୍ମାଧିପତିର ଲଗ୍ନରେ, ଧର୍ମାଧିପତି ହେଉଛନ୍ତି ଗୁରୁଦେବ, ଗୁରୁଦେବଙ୍କ ଲଗ୍ନରେ କର୍ମାଧିପତି ଭଲ ରେଜଲ୍ଟ ଦିଏ। ତେଣୁ ଗୁରୁଙ୍କ ଲଗ୍ନରେ ଶନିଙ୍କର ଭଲ ରେଜଲ୍ଟ ଦେବା ସତ୍ତ୍ୱେ ତାଙ୍କୁ ସେ ଯେମିତି ଲଗ୍ନସ୍ଥ ଶନି ମାନେ ପୀଡା ଯେମିତି ହେଲେ ସେ ପାଇବ, ତାର ଡିଲେ ଯେମିତି ହେଲେ ହବ, ଯାହା ହେଲେ ତାକୁ ହାର୍ଡସିପ ଆଉ ଷ୍ଟ୍ରଗଲ କରିବାକୁ ହିଁ ପଡିବ। କାରଣ ଶନିଶ୍ୱର ମହାରାଜଙ୍କର ତୃତୀୟ ଦୃଷ୍ଟି ଯୋଉଠି ଯାଏ ସେଠି ଷ୍ଟାର୍ଟ ହୁଏ ଅଗ୍ନି ପରୀକ୍ଷା। ସେ ଅଗ୍ନି ପରୀକ୍ଷାକୁ କ୍ରସ୍ କଲା ପରେ ହିଁ ଦଶମ ଦୃଷ୍ଟିରେ ସେ ରେଜଲ୍ଟ ଆସେ। ଆପଣ ମାନେ ଦେଖିଦିଅନ୍ତୁ, ଯୋଉଠି ଆପଣଙ୍କୁ ଶନିଶ୍ୱର ମହାରାଜ ବସୁଛନ୍ତି ତାଙ୍କ ତୃତୀୟ ଦୃଷ୍ଟି କୋଉଠି ଯାଇଛି। କାହାର ଯଦି ଭାଗ୍ୟ ସ୍ଥାନକୁ ଯାଇଥିବ ତାହେଲେ ଭାଗ୍ୟ ଡିଲେ ଉଦୟ ହବ 36 ବର୍ଷ ପରେ। ଯଦି ଏଇ ପାଞ୍ଚଟା ଲଗ୍ନରେ ଶନିଶ୍ୱର ମହାରାଜ ରହିଲେ ତାହେଲେ ପୁରାତନ ଆଚାର୍ଯ୍ୟ ମାନେ କହିଛନ୍ତି ଗ୍ରାମାଧିର ଆଧିପତ୍ୟ ଲାଭ କରେ, ମାନେ ବହୁତ ସାରା ଲ୍ୟାଣ୍ଡେଡ ପ୍ରପର୍ଟିଜ ତାର ଥାଏ। ପୁରାତନ ଆଚାର୍ଯ୍ୟ ମାନେ ସେଇ କଥାକୁ ରିପିଟ କରିଛନ୍ତି କି ଏହା ଭିନ୍ନ ଲଗ୍ନସ୍ଥ ଶନି ଜାତ ବ୍ୟକ୍ତିର ନାନାବିଧ ଦୁଃଖ ଓ ଦାରିଦ୍ର୍ୟ କଷ୍ଟ ଆଦି ଜାତ କରାଏ। ଜାତ ବ୍ୟକ୍ତି ଯଦି ଶନିଶ୍ୱର ମହାରାଜ ଲଗ୍ନରେ ଥାଆନ୍ତି ତାହେଲେ ସେ ଛୁଆ ବେଳେ ବହୁତ ହିଁ ହାର୍ଡସିପ କରିଥିବେ, ଚାहे ଯେକୌଣସି ଲଗ୍ନ ହଉ। ସେ ଏତେ ମେହନତ କରିଥିବେ ଯେ ଲୋକମାନେ ଆଚମ୍ବିତ ହେଇଯାଇଥିବେ ଯେ ଆକ୍ଚୁଆଲି ଏ ପିଲା ସେ ହାର୍ଡସିପ ର ସମୟକୁ ସର୍ଭାଇଭ କେମିତି କଲା। ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା ସେ ହଉଛନ୍ତି ଡିସିପ୍ଲିନ ର କାରକ। ବିଶ୍ୱାସ କରନ୍ତୁ, ଲଗ୍ନସ୍ଥ ଶନି ମାନଙ୍କର କାର୍ମିକ ପାଟର୍ନ ଏତେ ବାକି ଥାଏ କହିବା ବାହାରେ, ସେ ଯେକୌଣସି ଲଗ୍ନ ବହୁତ କାର୍ମିକ ପାଟର୍ନ ବାକି ଥାଏ। ବହୁତ ହିଁ ମାତ୍ରାରେ ବୈରାଗ୍ୟ ପ୍ରଦାନ କରନ୍ତି, ଜିନିଷ ଗୁଡାକ ଡିଲେରେ ହୁଏ, ଯେତିକି ସେ ଡିଜର୍ଭ କରେ ସେ ପାଏନି।
प्राय रिजर्व रहे, निज थॉट को निजे नहीं रहे, निज छुआ बेलू तार थॉट्स एते मैच्योर्ड होता है कि जे तार संग मान सहित मिसी पारे, ताको स्ट्रांग सेंस ऑफ रेस्पॉन्सिबिलिटी थाए। माने मोटा मोर ऑब्जर्वेशन गुड़ा से बहुत ही भाबी चिंती तार डिसीजन गुड़ा नुए, से एका ही जाए और मिसअंडरस्टूड है। आ से जा भाबुथिबो बसी भाबुथिबो आ तार सब बेले था फियर ऑफ फेल्युअर एंड रिजेक्शन। किंतु गोटे जिनस लग्नस्थ शनि रुए जहाँ भाभी देला करियो बोली तो करे। आउ धीरे धीरे यही समय शनि शर्मा समय समय अतिक्रांत हो से मेंटली एते स्ट्रांग हे जे कहबा। आउ जदि कौनसी लोकर लग्नस्थ शनि देखिल से एक्सट्रीमली डिसिप्लिन्ड अच्छे, हार्ड वर्किंग अच्छी, ता पाखरे पेशेंस अच्छी, एंडुरेंस अच्छी, ताले कहबार कथा। और शनि शर्मा जो लग्न में बसिले सक्सेस लेट आसे बट लॉन्ग लास्टिंग आसे। लग्नस्थ शनि वाला गोटे प्रॉब्लम है कॉन्फिडेंस लो थाए, सेल्फ डाउट रहते, कैरियर रे डिले आसे, हेल्थ इश्यू रहे, बोन जॉइंट्स सब बेले लग्नस्थलींकर से रिलेशनशिप को बहुत सीरियसली नियंती इंटेंसली। और सेमानंकर लग्नस्थ शनि मानकर कार्मिक पैटर्न एबी पास्ट लाइफ कर्म थिबारु तांकू ए जन्म रे कार्मिक पैटर्न सहित जुझिया पड़े। जड़ बड़ लोकटा बन जाऊ ना कहीं तो कार्मिक पैटर्न सहित जुझिया पड़े। आज सेशन आम जानले लग्नस्थ शनि फल। आज सेशन पे समस्त जय श्री राम।